ମୁଁ କହୁଛି ଆଲାଉନ୍ସ ରହିବା ଦରକାର, ତାଙ୍କ ପାଇଁ ସାହାଯ୍ୟ ରହିବା ଦରକାର, କିନ୍ତୁ ଯୋଉ ବଢିବା ଯୋଉ କଥାଟା 2.5 ଲକ୍ଷକୁ ଯିବ, କାହିଁକି ଅନ୍ୟମାନେ ପାଉଛନ୍ତି, ଆଇଏସ୍ ମାନେ ପାଉଛନ୍ତି, ଆମର ବି 2.5 ଲକ୍ଷ ହଉ, ଦରମା ବଢି ଯୋଉ ବଜାର ଦର ବଢିଗଲାନି, ଇନଫ୍ଲେସନ ହଉଛି, ଆଉ ସେଇଥିପାଇଁ ଆମର ବି 2.5 ଲକ୍ଷ ଟଙ୍କା ହଉ, ୟାକୁ ମୁଁ ଗ୍ରହଣ କରୁନି। ପ୍ରଥମ କଥା ଆଗ ଇନ୍ ପ୍ରିନ୍ସିପଲ ଆଗ ନିଷ୍ପତ୍ତି ନିଆଯାଉ ଦରମା ବଢିବ କି ନାହିଁ, ଆବଶ୍ୟକତା ଅଛି ନା ନାହିଁ। ଏମଏଲଏ ମାନଙ୍କ ଦରମା ବଢିଲା ବେଳକୁ ସମସ୍ତେ ଏକ ହେଇଯାଉଛନ୍ତି, ସେଠି କାହା ଭିତରେ କିଛି ଭେଦଭାବ ରହୁନାହିଁ। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଦେଖିପାରିଲି ନାହିଁ ଓଡିଶାରେ ଗୋଟେ ପ୍ରସଙ୍ଗ ଉପରେ ଯାହା ଓଡିଶା ବାସୀଙ୍କ ପାଇଁ ବା ଓଡିଶାର ସ୍ୱାର୍ଥ ପାଇଁ ଅଭିପ୍ରେତ, ସେମିତି ଗୋଟେ ବୋଲି ଇସ୍ୟୁ ଦେଖିପାରିଲି ନାହିଁ ମୁଁ ଆଜି ପର୍ଯ୍ୟନ୍ତ, ଯୋଉ ଇସ୍ୟୁ ଉପରେ ସମସ୍ତ ବିଧାୟକ, ସବୁ ଦଳର ବିଧାୟକ ଏକ ହେଇକି ସ୍ୱର ଉଠେଇବା କଥା ମୁଁ ଦେଖିପାରିଲି ନାହିଁ। ଆମେ କଣ ସେଗୁଡାକ ଲେଗାଲାଇଜ କରିବା କି? ଯେହେତୁ ଆମର ତମର ସାଡୁ ଇନକମ ଅଛି, ଆଉ ଦରମା ବଢନି, ଲକ୍ଷକୁ ପାଉଛ ନାଇଁ ନାଇଁ 1 ପଏଣ୍ଟ ପ୍ରଦୀପ, 1 ପଏଣ୍ଟ, 2.5 ଲକ୍ଷ ଟଙ୍କା ଦେଇଦେଲେ ତୁମ ଏମଏଲଏ ମାନେ ପିସି ନେବେନି କି? ନାଇଁ 2 ଲକ୍ଷ ନିଅନ୍ତୁ, 2 ଲକ୍ଷ ବି ହଉ, 2 ଲକ୍ଷ ବି ହଉ, 2 ଲକ୍ଷ ଦେଲେ ସେମାନେ ଦେବେନି କି? ସେମାନେ ଚାନ୍ଦା ନେବେନି କି? ସେମାନେ ପିସି ନେବେନି କି? ଯଦି ରାଜନୀତି ଗୋଟେ ସେବା ହୁଏ, ତେବେ ସେ ସେବା ପାଇଁ ଅନ୍ୟମାନଙ୍କ ସହିତ ତୁଳନା କରିକି ଦରମା ନବା, ୟା ସପକ୍ଷରେ ମୁଁ ନୁହଁ। ନମସ୍କାର। ଓଡ଼ିଶା ବିଧାନସଭାର ବିଧାୟକ ମାନେ ଦରମା ବଢେଇବା ପାଇଁ ଦାବି କରୁଛନ୍ତି। ବର୍ତ୍ତମାନ ସବୁ ମିଶି ଜଣେ ଜଣେ ବିଧାୟକ 1 ଲକ୍ଷ ଟଙ୍କା ପାଉଛନ୍ତି, ଦାବି ହେଉଛି ଯେ ଦରମାକୁ 2.5 ଲକ୍ଷ ଟଙ୍କା କରାଯାଉ। ଯୁକ୍ତି ହେଉଛି ଯେ ଆମ ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ବିଧାୟକ ମାନେ 2,50,000 ଟଙ୍କା ପାଉଛନ୍ତି, ମହାରାଷ୍ଟ୍ରରେ 2,30,000 ଟଙ୍କା ପାଉଛନ୍ତି, ଅନ୍ୟାନ୍ୟ ରାଜ୍ୟରେ ଅଧିକ ପାଉଛନ୍ତି। ଓଡ଼ିଶାରେ 2017 ମସିହା ଠାରୁ ବିଧାୟକଙ୍କର ଦରମା ବଢିନି। ଆଉ ଏତିକି ବେଳେ ଆଉ ଗୋଟିଏ ତଥ୍ୟ ମୁଁ ଆମ ଦର୍ଶକ ମାନଙ୍କ ଆଗରେ ରଖିବା ପାଇଁ ଚାହିଁବି। 73% ବିଧାୟକ ହେଉଛନ୍ତି କୋଟିପତି। 73%। ପ୍ରଶ୍ନ ଉଠୁଛି, ସେତିକି ବେଳେ ବିଧାୟକଙ୍କର ଦରମା ବଢିବା ଉଚିତ କି? ନମ୍ବର 1। ନମ୍ବର 2, ଆମେ ଯୋଉମାନେ କର୍ପୋରେଟ ସେକ୍ଟରରେ କାମ କରିଛୁ ବା ଯୋଉମାନେ ଟିଚର, ଅଫିସର, ଡକ୍ଟର, ଏମାନଙ୍କର ଦରମା ଏମାନେ ବଢାନ୍ତି ନାହିଁ, ଏମାନଙ୍କ ଦରମା ଆଉ ଗୋଟିଏ ବଡି ବଢାନ୍ତି। ସେତିକି ବେଳେ ବିଧାୟକ ମାନେ ତାଙ୍କ ଦରମା ନିଜେ ବଢେଇ ପାରିବେ କି? ନମ୍ବର 2, ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ ଏବଂ ଶ୍ରୀଯୁକ୍ତ ସୁଦର୍ଶନ ଦାସ। ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ, ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବି, ଦରମା ବଢିବା ଉଚିତ କି ବିଧାୟକ ମାନଙ୍କର? ମୁଁ ବିଧାୟକ ମାନଙ୍କର ଦରମା ବଢିବା ଫେଭରରେ, ସେମାନଙ୍କର ଦରମା ବଢିବା ଉଚିତ, କିନ୍ତୁ ଦରମା ବଢିବା ପାଇଁ ଯୋଉ ପ୍ରୋସିଡିଓର ଫଲୋ କରିବା ଦରକାର, ମନେକର ଗୋଟେ ସଂସ୍ଥାର ପଇସା ବଢି, ଯେମିତି ଆମର ଦରମା କାହିଁକି ବଢିବା ଉଚିତ? ଦରମା 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 ବିଧାୟକ ମାନଙ୍କର ବହୁତ ଖର୍ଚ୍ଚ ଥାଏ। ଯେତେବେଳେ ଆମର ସମସ୍ତ ଜିନିଷ ପତ୍ର ଦରଦାମ ବଢୁଛି, ସବୁ ଜିନିଷ ବଢୁଛି, ଆମେ ଯେତେ ନିତ୍ୟ ବ୍ୟବହାର ଜିନିଷ ବି ଦର ବଢୁଛି, ସରକାରୀ କର୍ମଚାରୀ ମାନଙ୍କର ବି ଦରମା ବଢୁଛି, ସମସ୍ତଙ୍କର ଯେତେବେଳେ ବଢୁଛି, ଘରେ ମାନେ ଆମର ଜିନିଷ ପତ୍ର କିଣା ବିକାଠୁ ଆରମ୍ଭ କରି ସବୁ ଜିନିଷରେ ବଢୁଛି, ତେଣୁ ସେ ଦୃଷ୍ଟିରୁ ବିଧାୟକ ମାନଙ୍କର ବି ଗ୍ରାଜୁଆଲି ଦରମା ବି ବଢିବା ଉଚିତ। ଓକେ, ସୁଦର୍ଶନ ବାବୁ, ଦରମା ବଢିବା ଉଚିତ କି ନୁହେଁ? ମନୋରଞ୍ଜନ ବାବୁ, ମୋର ଏକ ଭିନ୍ନ ଦୃଷ୍ଟିଭଙ୍ଗୀ ଅଛି ଏଇ ଏମଏଲଏ ମାନଙ୍କର ଦରମା ବଢିବାକୁ ନେଇକି। ସେ ଦୃଷ୍ଟିଭଙ୍ଗୀଟା ହଉଛି ଏୟା, ଆମେ ଯୋଉମାନେ ରାଜନୀତି କରୁଛେ, ରାଜନୀତିଟା କଣ? ରାଜନୀତି ଏକ ବ୍ୟବସାୟ, ଏକ ପ୍ରଫିଟେବଲ ଗୋଟେ କାର୍ଯ୍ୟକ୍ରମ, ନା ରାଜନୀତି ହଉଛି ଏକ ସେବା। ସମସ୍ତଙ୍କର ବଢୁଛି, ଆମର ବି ବଢିବ ନା ଏଟା ପବ୍ଲିକ ସର୍ଭିସ? ସେଇଟା ହଉଛି ମୋର ପ୍ରଥମ ପ୍ରଶ୍ନ। ଯଦି ରାଜନୀତି ଗୋଟେ ସେବା ହୁଏ, ତେବେ ସେ ସେବା ପାଇଁ ଅନ୍ୟମାନଙ୍କ ସହିତ ତୁଳନା କରିକି ଦରମା ନବା, ୟା ସପକ୍ଷରେ ମୁଁ ନୁହଁ। ନମ୍ବର 1। ତ ମାଗଣା କେମିତି ପବ୍ଲିକ ସର୍ଭିସ ହବ ଟିକେ ବୁଝାନ୍ତୁ ସୁଦର୍ଶନ ବାବୁ। ବିନା ପଇସାରେ ପବ୍ଲିକ ସର୍ଭିସ ହେଇପାରିବ କି? ବିନା ପଇସାରେ ଯେତେବେଳେ ଏଇ ନେତା ମାନେ ତାଙ୍କର ପ୍ରଚାର କରୁଛନ୍ତି, ତା ରାଜନୈତିକ କାମ କରୁଛନ୍ତି, ପଇସା କୋଉଠୁ ଆଣୁଛନ୍ତି? that we must ask them। କୋଉଠୁ ପଇସା ଆଣୁଛନ୍ତି? ଯେତେବେଳେ ନିର୍ବାଚନ ଲଢୁଛନ୍ତି,
2 କୋଟି 5 କୋଟି ଟଙ୍କା ଆଣୁଛନ୍ତି କୋଉଠି ସେମାନେ ଶୁଭୁନି ଏବଂ ଯୋଉମାନେ ବି ହାରି ଯାଉଛନ୍ତି ରାଜନୀତିରେ ସେମାନେ ତ ପଲିଟିକ୍ସ କରୁଛନ୍ତି ନା ସେମାନେ କୋଉଠୁ ପଇସା ପାଉଛନ୍ତି ସେ ପାଉନାହାନ୍ତି ତ କୋଉଠି ଯେମିତି ଆଣୁଛନ୍ତି ଅନ୍ଧାରୀ ବାଟରେ ସେମିତି ଅନ୍ଧାରୀ ବାଟରେ ପବ୍ଲିକ ସର୍ଭିସ କରିବେ ଏହା ଆପଣ ଚାହୁଁଛନ୍ତି ଯେମିତି ନାଇଁ ଇଲେକ୍ସନ ଜିତିଲ 2 କୋଟି 3 କୋଟି 5 କୋଟି ଖର୍ଚ୍ଚ କରି ସେମିତି ଯୋଉ ବାଟରେ ଆଣିଲ କେହି ଜାଣି ପାରୁନାହାନ୍ତି ସେଇ ବାଟରେ ଆଣିକି ଲୋକଙ୍କ ପାଖରେ ପହଞ୍ଚ ପବ୍ଲିକ ସର୍ଭିସ କର ଅର୍ଥାତ୍ ଦୁର୍ନୀତିଗ୍ରସ୍ତ ଭାବରେ ନାଇଁ ମୋର ଆପଣ ସ୍ପଷ୍ଟ ପବ୍ଲିକ ମତ ସର୍ଭିସ ହଉଛି କରନ୍ତୁ ସରକାର ସେଥିରେ ପଇସା ଦେବେନି ଏଇଆ ମୋର ମୋର ସ୍ପଷ୍ଟ ମତ ହଉଛି ଯେ ରାଜନୀତି ଯଦି ଗୋଟେ ସେବା ହୁଏ ବା ପବ୍ଲିକ ସର୍ଭିସ ହୁଏ ତେବେ ସେଥିରେ ଏମଏଲଏ ଜଣେ ବନିଯିବା ପରେ ଦରମା ବଢେଇବା କଥାକୁ ନେଇକି ଯୋଉ ଭଳି ଭାବରେ ସହମତି ମୁଁ ଦେଖୁଛି ଅତୀତରେ ଦେଖିଛି ଏବଂ ଗତ କାଲି ମଧ୍ୟ ଦେଖିଲି ଏବଂ ତାକୁ ମଧ୍ୟ ନେଇକି ମୁଁ ଆଗରୁ ମଧ୍ୟ ଏବେ ମଧ୍ୟ ସେଇ କଥା ଉଠଉଛି ଯେ ଏମଏଲଏ ମାନଙ୍କ ଦରମା ବଢିଲା ବେଳକୁ ସମସ୍ତେ ଏକ ହେଇଯାଉଛନ୍ତି ସେଠି କାହା ଭିତରେ କିଛି ଭେଦଭାବ ରହୁନାହିଁ କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଦେଖିପାରିଲି ନାହିଁ ଓଡିଶାରେ ଗୋଟେ ପ୍ରସଙ୍ଗ ଉପରେ ଯାହା ଓଡିଶା ବାସୀଙ୍କ ପାଇଁ ବା ଓଡିଶାର ସ୍ୱାର୍ଥ ପାଇଁ ଅଭିପ୍ରେତ ସେମିତି ଗୋଟେ ବୋଲି ଇସ୍ୟୁ ଦେଖିପାରିଲି ନାହିଁ ମୁଁ ଆଜି ପର୍ଯ୍ୟନ୍ତ ଯୋଉ ଇସ୍ୟୁ ଉପରେ ସମସ୍ତ ବିଧାୟକ ସବୁ ଦଳର ବିଧାୟକ ଏକ ହେଇକି ସ୍ୱର ଉଠେଇବା କଥା ମୁଁ ଦେଖିପାରିଲି ନାହିଁ ଯଦିଓ ମୁଁ ଗୋଟେ ଦଳର ରିପ୍ରେଜେଣ୍ଟ କରୁଛି କିନ୍ତୁ ମୁଁ ଏଠି ଦଳୀୟ ଭାବରେ ମୁଁ ନାହିଁ ମୁଁ କହିବାକୁ ଚାହେଁନି ମୁଁ ମୋର ବ୍ୟକ୍ତିଗତ ଭାବରେ ମୋ ରାଜନୀତିକୁ ଯେତିକି ମୁଁ ବୁଝିଛି ସେଇ ରାଜନୀତିକୁ ବୁଝିବା ଭିତରେ ମତେ ଲାଗେ ଯେ ଏଇଭଳି ଦରମା ବଢେଇବାର ପ୍ରତିଯୋଗିତା ଏବଂ ଯୋଉମାନେ ଦରମା ବଢେଇବା କଥା ଯାହା ଆପଣ କହୁଥିଲେ ଆଉ ଟିକେ ଆଗରୁ ଯେ ଆପଣ ଦରମା ବଢାଏ କିଏ ଯିଏ ଏମ୍ପ୍ଲୟି ସିଏ ଦରମା ବଢାଏ ଯିଏ ଏମ୍ପ୍ଲୟର ଏଠି ଯୋଉମାନେ ଏମ୍ପ୍ଲୟର ସେମାନେ କହୁଛନ୍ତି ଆମ ଦରମା ବଢିବ ସେ ବି ଗୋଟେ ବହୁତ ବିଡମ୍ବନାର କଥା ଯେ ନିଜେ ସବୁ କଥା ସେମାନେ ନିଜେ ନିର୍ଦ୍ଧାରଣ କରୁଛନ୍ତି ତ ମୋ ଦୃଷ୍ଟିଭଙ୍ଗୀରେ ଦରମା ମାନେ ଗୋଟେ ଆଲାଉନ୍ସ ରହିବା ଦରକାର ଯାଇ ପହଞ୍ଚିବେ ବିଧାୟକ ମାନେ କେମିତି ପହଞ୍ଚିବେ ଯାଇ ଲୋକଙ୍କ ପାଖରେ ସୁଦର୍ଶନ ବାବୁ ଯେ ଗୋଟିଏ ନେତା କଣ ଦେଖନ୍ତୁ ଦୁର୍ନୀତି କରିବ ଆପଣଙ୍କୁ ପଡିବ ଯଦି ଲୋକଙ୍କ ପାଖରେ ପହଞ୍ଚିବ ପଇସା ଖର୍ଚ୍ଚ କୋଉଠି ସେ କରିବ କେମିତି କରିବ ତ ଏଇଟା ଗୋଟେ ବଡ ପ୍ରଶ୍ନ କି ନୁହଁ ଆପଣ କୁହନ୍ତୁ ପଇସା କୋଉଠୁ ଆସିବ ପବ୍ଲିକ ସର୍ଭିସ ପାଇଁ ଆପଣ ଯୋଉ ପ୍ରଶ୍ନ ମତେ କରୁଛନ୍ତି ମୁଁ ଆପଣଙ୍କୁ ଗୋଟେ କାଉଣ୍ଟର ପ୍ରଶ୍ନ କରୁଛି ଆପଣ 147ଟା ବିଧାନସଭାରେ ଯୋଉମାନେ ଜିତିକି ଆସିଲେ ପ୍ରତିଟି ବିଧାନସଭାରେ 2 ଜଣ 3 ଜଣ 4 ଜଣ 5 ଜଣ ଅଛନ୍ତି ପ୍ରାର୍ଥୀ ଥିଲେ ବିଭିନ୍ନ ଦଳରୁ ମୋର କହିବା କଥା ହଉଛି ଯୋଉମାନେ ଜିତି ନାହାନ୍ତି କିନ୍ତୁ ରାଜନୀତି କରୁଛନ୍ତି ସେମାନେ କୋଉଠୁ ଆଣିବେ ତାଙ୍କ ପାଇଁ କଣ ବନ୍ଦୋବସ୍ତ ପ୍ରଦୀପ ସେଇଥିପାଇଁ ବାବୁ ଯୋଉ କଥା କୁହାଯାଉ ଏ କୋଶ୍ଚିନ୍ ସେଇଥିପାଇଁ ଯୋଉ ଆନ୍ସର ଆପଣ ଦେବେ କି ସେ ତ ମୌଳିକ ପ୍ରଦୀପ କଥା ମୁଁ ପ୍ରଧାନ ଆପଣଙ୍କ କହିବାକୁ କୋଶ୍ଚିନ୍ ଆନ୍ସର ରଖିବେ ପ୍ରଦୀପ ବାବୁ ମୁଁ ସେଇ ଯିଏ ମୌଳିକ ସିନା କଥା ଜିତିଲେ କହିବାକୁ ତାଙ୍କ ଚାହେଁ ପାଇଁ ସରକାର ଖର୍ଚ୍ଚ କରିବେ ଯିଏ ହାରିଲେ ନେତାଗିରି କରୁଛନ୍ତି ସେ ପଇସା କୋଉଠୁ ଆଣିବେ ନାଇଁ ପ୍ରଥମ କଥା ହଉଛି ଯେ ଜଣେ ହାରିଲେ ପଇସା କୋଉଠୁ ଆଣିବ ଜଣେ ଜିତିଲେ କୋଉଠୁ ପଇସା ଆଣିବ ସେ ଏକ ଭିନ୍ନ ପ୍ରସଙ୍ଗ କିନ୍ତୁ କଥା ହଉଛି ଯେ ମାନେକର ହାରିଆ ଲୋକ କୋଉଠୁ ପଇସା ଆଣେ ଏହା ଭାବିକିରି ଯୋଉମାନେ ଜିତିଲେ ଯେ ତାଙ୍କୁ କିଛି ମାନେ ତାଙ୍କୁ କିଛି ସାହାଯ୍ୟ ଦିଆଯିବନି କୌଣସି ସପୋର୍ଟ ଦିଆଯିବନି ପୂର୍ବରୁ ସେଇଟା ବି ସୁଦର୍ଶନ ସତ୍ୟ ବାବୁ ନୁହେଁ। ଆଉ ଗୋଟେ ନାଇଁ କଥା ପଚାରୁଥିଲେ ସାହାଯ୍ୟ କଥା ମୁଁ ପ୍ରଦୀପ କହୁନି ମୁଁ କହୁଛି ଆଲାଉନ୍ସ ରହିବା ଦରକାର ତାଙ୍କ ପାଇଁ ସାହାଯ୍ୟ ରହିବା ଦରକାର କିନ୍ତୁ ଯୋଉ ବଢିବା ଯୋଉ କଥାଟା 2.5 ଲକ୍ଷକୁ ଯିବ କାହିଁକି ଅନ୍ୟମାନେ ପାଉଛନ୍ତି ଆଏସ୍ ମାନେ ପାଉଛନ୍ତି ଆମର ବି 2.5 ଲକ୍ଷ ହଉ ଦରମା ବଢି ଯୋଉ ବଜାର ଦର ବଢିଗଲାନି ଇନଫ୍ଲେସନ ହଉଛି ଆଉ ସେଇଥିପାଇଁ ଆମର ବି 2.5 ଲକ୍ଷ ଟଙ୍କା ହଉ ୟାକୁ ମୁଁ ଗ୍ରହଣ କରୁନି ମୁଁ ଆଲାଉନ୍ସ ରହିବା ଓକେ ଦରକାର ମୁଁ ମନା କରୁନି ତ ଲକ୍ଷେ ଟଙ୍କା ପାଉଛନ୍ତି ଆଲାଉନ୍ସ 2017 ମସିହାରୁ ଏବେ ବଜାର ରେଟ୍ ବଢିଗଲାଣି ଯୋଉ କାମ ପାଇଁ ଲକ୍ଷେ ଟଙ୍କା ଖର୍ଚ୍ଚ ହଉଥିଲା ଏ କାମ ବର୍ତ୍ତମାନ 2.5 ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି ତ ପଇସା ବଢିବା ଉଚିତ କି ନୁହଁ ଏକ୍ଜାକ୍ଟଲି ପ୍ରଦୀପ ବାବୁ ମୋର କଥା ହଉଛି ଯେତେବେଳେ ଇନଫ୍ଲେସନ ହଉଛି ଜିନିଷ ପତ୍ର ଦରଦାମ ବଢୁଛି ଯୋଉ ଗୋଟେ ଜିନିଷଟାକୁ ଆମେ 10,000 ଟଙ୍କାରେ ମ୍ୟାନେଜ କରୁଥିଲୁ ଏବେ ବର୍ତ୍ତମାନ ମ୍ୟାନେଜ କରିପାରୁନୁ ଧର ମୁଁ ଜଣେ ସୋସିଆଲ ଆକ୍ଟିଭିଷ୍ଟ ମୁଁ 2007 ମସିହାରେ ଘର ଭଡା ଦଉଥିଲି 4,000 ଟଙ୍କା ଏବେ ଘର ଭଡା ହେଲାଣି 16,000 ଟଙ୍କା ତେଣୁ ମୋର ଯଦି ଇନକମ ଟା ମୁଁ ସେତେବେଳେ ଯେତେବେଳେ ମୁଁ ଏନଜିଓ ରେ କାମ କରୁଥିଲି ମୁଁ 10,000 ଟଙ୍କା ପାଉଥିଲି ଏବେ ବର୍ତ୍ତମାନ ମୁଁ ଅଧିକ ଟଙ୍କା ପାଉଛି ତେଣୁକରି ଯେତେବେଳେ ମଣିଷର ନେସେସିଟି କି ନେଇକିରି ମଣିଷର ଦରଦାମ ମୂଲ୍ୟାୟନ କରାଯାଏ ବା ତାର କେତେ ପଇସା ରୋଜଗାର କରି କେତେ ଫିକ୍ସ କରାଯାଏ
ଯେମିତି ଷ୍ଟେଟ୍ ଫାଇନାନ୍ସ ସେଣ୍ଟ୍ରାଲ ଫାଇନାନ୍ସ କମିଶନ ପ୍ରତି 5 ବର୍ଷରେ ଥରେ ବସେ, ସେ ନିର୍ଦ୍ଧାରଣ କରେ କୋଉଟା କେତେ ହବ କଣ ନାହିଁ ହବ, ଯେମିତି ସମସ୍ତଙ୍କର ଏଭିନ୍ ଅଫିସର ମାନଙ୍କର ଯୋଉ ଦରମା ପଡେ ତା ପାଇଁ ବି ଗୋଟେ ସରକାରଙ୍କ କମିଟି ନିଷ୍ପତ୍ତି ନିଏ, ସେମିତି ବିଧାୟକ ମାନଙ୍କର କେତେ ହବା କଥା ଦରମା ତା ପାଇଁ ବି ଗୋଟେ ଜୁଡିସିୟସଲି ଗୋଟେ ନିଷ୍ପତ୍ତି ନିଆଯାଉ ଯେ କେତେ ଆକ୍ଚୁଆଲି ହବା ଉଚିତ, ତାଙ୍କର ଘର ଭଡା କେତେ ଦିଆଯିବା ଉଚିତ, ଯାତାୟାତ ଖର୍ଚ୍ଚ କେତେ ଦିଆଯିବା ଉଚିତ, ସେଟା ଆପ୍ଲିକେବଲ ହବ ସମସ୍ତଙ୍କ ପାଇଁକା। ଯଦି ଦେଶରେ ସୁଦର୍ଶନ ବାବୁ, 1,00,000 ଟଙ୍କା ଆମେ ଖର୍ଚ୍ଚ କରିଥିଲୁ 17 ମସିହାରେ, ଏବେ 2.5 ଲକ୍ଷ ଟଙ୍କା ଦରକାର ହଉଛି, ମହଙ୍ଗା ହେଇଗଲାଣି ଜିନିଷ ପତ୍ର, ତ 1,00,000 ଟଙ୍କାକୁ ଯେମିତି ଆପଣ ଅବଜେକ୍ସନ କରୁନାହାନ୍ତି, ଆଉ 1,00,000 ଗୋଟେ ଟା 2.5 ଲକ୍ଷ ଅସୁବିଧା କଣ? ଜଣେ ମୁଁ କହିବାକୁ ଚାହେଁ ଯେ ଏମଏଲଏ ମାନଙ୍କ ଦରମା ଯୋଉ ବଢୁଛି ବା ବଢିବା କଥା ଉଠୁଛି, ତାର ନିଷ୍ପତ୍ତିଟା କୋଉମାନେ ନଉଛନ୍ତି? 1 2ରେ 2017ରୁ ଆଉ ଆଜି ଭିତରେ ଆମ ଓଡିଶାର ଯୋଉ ଏମ୍ପ୍ଲୟି ମାନେ ଅଛନ୍ତି, ଚାଷୀ ମାନେ ଅଛନ୍ତି, ବା ଅନ୍ୟ ବର୍ଗର ଲୋକମାନେ ଅଛନ୍ତି, ବା ଆଉଟସୋର୍ସିଂ ଏମ୍ପ୍ଲୟିଜ ମାନେ ଅଛନ୍ତି, ତାଙ୍କୁ ଆମେ ଦରମା ବଢେଇଛେ କି? ଯଦି ବଢେଇଛେ କେତେ % ବଢେଇଛେ? ଆମେ ଏମଏଲଏ ମାନଙ୍କ ଦରମାକୁ ଆମେ 2.5 ଲକ୍ଷକୁ ନେଇଯିବା, 1,00,000 ଟଙ୍କାରୁ 2.5 ଲକ୍ଷ ନେଇଯିବା, କିନ୍ତୁ ଆମ ରାଜ୍ୟର ଯୋଉ ଥିବା ଲୋକମାନେ ଯୋଉମାନେ ସରକାରୀ ଚାକିରି କରୁଛନ୍ତି ବା ବେସରକାରୀ ଚାକିରି କରୁଛନ୍ତି, ସେମାନଙ୍କର ଦରମା ସେତିକି ପରିମାଣରେ ବଢୁଛି କି? ବଢିଛି କି? ତାଙ୍କ କଥା ଆପଣ ଦେଖିବେ ନାହିଁ କି? ଆଉ ଅନ୍ୟ ଗୋଟେ କଥା ହଉଛି, ଓଡିଶା ଭଳିଆ ଗୋଟେ ରାଜ୍ୟରେ ଯୋଉଠି ଆମେ ଦେଖୁଛେ ଆମ୍ବ ଟାକୁଆ ଖାଇକି ଲୋକ ମରୁଛନ୍ତି, ଆମେ ଦେଖୁଛେ ଲୋକଙ୍କର ବା ଚାଷୀ ମାନଙ୍କର ବାର୍ଷିକ ଖର୍ଚ୍ଚ କେତେ ଦେଖୁଛୁ, ଆମେ କେତେ ଲୋ ଲେଭେଲରେ ଅଛି, ସେଇ ଜାଗାରେ ଏମଏଲଏ ମାନଙ୍କ ପାଇଁ ଆମେ ତେଲେଙ୍ଗାନା କର୍ଣ୍ଣାଟକ ସହିତ ମାନେ ସମକକ୍ଷ କରିକି ଦାବି କରିବା, ମତେ ଲାଗୁଛି ଏଇଟା ଯୁକ୍ତିଯୁକ୍ତ ନୁହଁ। ତେଲେଙ୍ଗାନାର ପର କ୍ୟାପିଟା ଇନକମ କେତେ ଲୋକଙ୍କର? ମହାରାଷ୍ଟ୍ରରେ ପର କ୍ୟାପିଟା ଲୋକଙ୍କର ଇନକମ କେତେ? ଆଉ ଆମେ ଏଠି ଓଡିଶାରେ ରହିକି ଯୋଉଠି ଲୋଏଷ୍ଟ ପର କ୍ୟାପିଟା ଇନକମ ଆଣ୍ଡ ଏକ୍ସପେଣ୍ଡିଚର, ସେଇ ଜାଗାରେ ଆମେ କହିବା ଏମଏଲଏ ମାନଙ୍କର 2.5 ଲକ୍ଷ ଟଙ୍କା ହଉ ଦରମା, ମୁଁ ୟାକୁ ଆଦୌ ଗ୍ରହଣ କରିପାରୁନାହିଁ। ପ୍ରଦୀପ ବାବୁ, ଆମ୍ବ ଟାକୁଆ ଖାଇକି ଲୋକ ମରୁଛନ୍ତି, ସେତେବେଳେ ଏମଏଲଏ ଙ୍କ ଦରମା ବଢିବା ଉଚିତ କି? ପ୍ରଦୀପ ବାବୁ, ମୋର ପଏଣ୍ଟ ହଉଛି, ପ୍ରଥମ କଥା ଆଗ ଇନ ପ୍ରିନ୍ସିପଲ ଆଗ ନିଷ୍ପତ୍ତି ନିଆଯାଉ ଦରମା ବଢିବ କି ନାହିଁ, ଆବଶ୍ୟକତା ଅଛି ନା ନାହିଁ। ଯେତେବେଳେ ଦରଦାମ ବଢୁଛି, ନିତ୍ୟ ବ୍ୟବହାର ଜିନିଷ ସେ ଯୋଉ ପତ୍ର ପଏଣ୍ଟ ଉଠେଇଲେ ବଢୁଛି, ଯେ ସତରେ ନାଇଁ ମୁଁ ଓଡିଆ ସେ ଲୋକଙ୍କର ପଇସା ବଢିଛି କି, ରୋଜଗାର ବଢିଛି କି? ନା ନାଇଁ ନାଇଁ ସରକାରୀ କର୍ମଚାରୀଙ୍କୁ ଲକ୍ଷ୍ୟ କରି, ନାଇଁ କର୍ପୋରେଟ କୁ ଲକ୍ଷ୍ୟ କରିକି ଦରମା ବଢେଇ ଦିଆଯିବ? ସେ ଯୁକ୍ତି ମୁଁ କହୁନି, ମୁଁ କହିବା କଥା ହଉଛି ପ୍ରଥମ କଥା ହଉଛି ଦରମା ବଢିବାର ଆବଶ୍ୟକତା ଅଛି ନା ନାହିଁ। ନମ୍ବର 1 ମୋର ମତରେ ଆବଶ୍ୟକତା ଅଛି। କାହିଁକି ଆବଶ୍ୟକତା ଅଛି ମୁଁ ସେ କାରଣ ଗୁଡାକ କହୁଛି। ଦ୍ୱିତୀୟ କଥା ହଉଛି କେତେ ବଢିବ କଣ ହବ, ଯୋଉଟା ସୁଦର୍ଶନ ଭାଇ କହୁଛନ୍ତି, ଯୋଉ ପଏଣ୍ଟଟା ଉଠଉଛନ୍ତି ଯେ ତାମିଲନାଡୁରେ ବଢିଗଲା, ଆପଣଙ୍କର ମହାରାଷ୍ଟ୍ରରେ ବଢିଗଲା, ତାଙ୍କର ପର କ୍ୟାପିଟା ଇନକମ ଅଧିକ, ତାଙ୍କର ବ୍ୟବସାୟ ଅଧିକ, ତାଙ୍କର ଲୋକଙ୍କର ଇନକମ ଅଧିକ, ସେଇ ରେଟ୍ ତାଙ୍କର ଅଧିକ ବଢିଲା। ଆମର ଧର 1,00,000 ଟଙ୍କା ଅଛି, ଆମେ 2.5 ଲକ୍ଷ ଟଙ୍କା ବଢିବା ଦରକାର ନାହିଁ, ଆମେ 1.5 ଲକ୍ଷ ଟଙ୍କା ବଢେଇ ପାରିବା କି 2 ଲକ୍ଷ ଟଙ୍କା ବଢେଇ ପାରିବା, କିନ୍ତୁ ବଢେଇବା ପାଇଁକା କୋଉ ଆଧାରରେ ବଢାଯିବ, କିପରି ବଢାଯିବ, କିଏ ନିଷ୍ପତ୍ତି ନେବ, ସେଇଟା ହଉଛି ଆଉ ଗୋଟେ ପ୍ରସଙ୍ଗ। ଯେ ବିଧାୟକ ମାନଙ୍କ ଦରମା ବଢିବ, ବିଧାୟକ ନିଜେ ନିଷ୍ପତ୍ତି ନେବେ, ସେଇଟା କେମିତି ହବ? ତା ପାଇଁ ଗୋଟେ ଏକ୍ସପର୍ଟ ଟିମ୍ କରାଯାଉ, ତାର ଆନାଲିସିସ୍ ହଉ, ମାର୍କେଟ ପ୍ରାଇସ୍ କେତେ ଅଛି, ନିତ୍ୟ ବ୍ୟବହାର ଜିନିଷ କେତେ ଅଛି, ଦରଦାମ କଣ ବଢୁଛି। ଗୋଟେ ଲାପଟପ କିଣିଲା ବେଳକୁ ସେଥିରେ 10,000 ଟଙ୍କା ଲାପଟପ କିଣୁଥିଲେ, ଏଇନା 50,000 ଟଙ୍କା ଲାପଟପ ଗଲାଣି। ତେଣୁ ଏଇ ଯୋଉ ସବୁ ଖର୍ଚ୍ଚ ରହୁଛି ସେଥିରେ ତାକୁ ମିଟ୍ ଆଉଟ୍ କରିବା ପାଇଁକା କଣ କରାଯିବ, ସେଥିପାଇଁ କିଭଳି କରାଯିବ ତା ପାଇଁ ଆଉ ଗୋଟେ ପ୍ରଦୀପ ବାବୁ, ଯେ ବିଧାୟକଙ୍କର ଦରମା ମାର୍କେଟ ରେଟ୍ ସହିତ ବା କର୍ପୋରେଟ କର୍ମଚାରୀଙ୍କ ସହିତ ସରକାରୀ କର୍ମଚାରୀଙ୍କୁ ଲକ୍ଷ୍ୟ କରି ବଢେଇବା ଉଚିତ ନୁହେଁ। ପବ୍ଲିକ ସର୍ଭିସ କୁ ଆପଣ ମାନେ ଟଙ୍କା ଦେଇ ମନିଟାଇଜ କରିପାରିବେ ନାହିଁ। ପବ୍ଲିକ ସର୍ଭିସ ଯୋଉମାନେ କରୁଛନ୍ତି ସେମାନେ ଚାକିରିଆ ନୁହନ୍ତି। ତେଣୁ ଯେମିତି ଆମେ ଦେଖୁଛେ ମହଙ୍ଗା ଭତ୍ତା ମିଳୁଛି, ସେମିତି ସେଇ ଦୃଷ୍ଟିକୋଣରୁ ବିଧାୟକଙ୍କର ଦରମା ବଢେଇବା ଉଚିତ ନୁହେଁ। ଏ ହଉଛି ସୁଦର୍ଶନ ବାବୁଙ୍କର ଯୁକ୍ତି। ତ ଆମେ ଯୋଉ ବଢେଇବା କଥା କହୁଛୁ, କାହାକୁ ଲକ୍ଷ୍ୟ କରି ବଢେଇବା କଥା କହୁଛୁ? ବଜାର ଦରକୁ ଲକ୍ଷ୍ୟ କରି କହୁଛୁ, ନା ସରକାରୀ କର୍ମଚାରୀଙ୍କର 7th ପେ କମିଶନ ଲାଗିଲା, ଆଙ୍କର କର୍ପୋରେଟ କର୍ମଚାରୀଙ୍କର ବଢିଲା, ସେଇ ଦୃଷ୍ଟିକୋଣରୁ ବିଧାୟକଙ୍କର ବଢିଯିବା ଉଚିତ? ପବ୍ଲିକ ସର୍ଭିସ କୁ ଆପଣ କେମିତି ମନିଟାଇଜ କରିବେ, କେମିତି କହିବେ ଯେ ଏଇଠି ଗୋଟେ ଲୋକଙ୍କ କାମ କରୁଛନ୍ତି, ତାଙ୍କୁ ଅଧିକା ପଇସା ଦିଅ? ମୋର ପ୍ରସଙ୍ଗ ଥିଲା, ମୁଁ କର୍ପୋରେଟ ହାଉସ କଥା ବଢିଛି, କର୍ପୋରେଟ ହାଉସ ରେ କୋଟି କୋଟି ଟଙ୍କା ଦରମା ପାଉଛନ୍ତି, ସେ ବଢିଆ କଥା, ସେ ଯୁକ୍ତି ମୁଁ କରିନି। ଦ୍ୱିତୀୟ କଥା ହଉଛି ଯେ ସେ ଅନ୍ୟ ମହାରାଷ୍ଟ୍ରରେ, ତାମିଲନାଡୁରେ ବଢିଗଲା, ତେଲେଙ୍ଗାନାରେ ବଢିଗଲା, ଯେ ଆମର ବଢିଆ, ସେ ଯୁକ୍ତି କରୁନି। ପ୍ରସଙ୍ଗ ହଉଛି
ଯେ ଯେତେବେଳେ ବିଭିନ୍ନ ଜିନିଷ ପତ୍ର ଦରଦାମ ବଢୁଛି, ଗୋଟେ ଘର କିଣୁଥିଲେ ଆମେ 10 ଲକ୍ଷରେ ବର୍ତ୍ତମାନ କୋଟି ଟଙ୍କା ନହେଲେ ଭଲ ଘରଟା ଆମେ ପାଇପାରୁନୁ। ଯେତେବେଳେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସମ୍ପର୍କରେ ଯେତେ ଖର୍ଚ୍ଚ ହବା କଥା ତାର ଅଧିକ ଖର୍ଚ୍ଚ ହଉଛି। ତେଣୁ ସେ ଦୃଷ୍ଟିରୁ କେତେ ଦରମା ବଢିଆ ଦରକାର, କେତେ ଆକ୍ୟୁରେଟଲି କେତେ ହବା ଦରକାର, ତା ପାଇଁ ଏକ ଏକ୍ସପର୍ଟ ଟିମ୍ କରିକି ତାର ଗୋଟେ ନିଷ୍ପତ୍ତି ନିଆଯାଉ କେତେ ହବ କି ନାହିଁ। ଯଦି ଏକ୍ସପର୍ଟ ଟିମ୍ ଯଦି ରେକମେଣ୍ଡେସନ କରୁଛି ନା ଏତେ ହବା ତାହେଲେ ହବନି। କିନ୍ତୁ ଆମର ପ୍ରଶ୍ନ ହଉଛି ଏମଏଲଏ ମାନେ ନିଜ ଦରମା ନିଜେ ବଢେଇବେ ରେଜୁଲେସନ 24 ମସିହାରେ ସେଇଆ ହବ। ଇଏ ଆଉ ଗୋଟିଏ ପ୍ରଶ୍ନ ସୁଦର୍ଶନ ବାବୁ, 17 ମସିହାରେ ପବ୍ଲିକ ସର୍ଭିସ ଯେତିକି ପଇସାରେ ହଉଥିଲା 24 ମସିହାରେ କଣ ସେଇଆ ହଉଛି? ପେଟ୍ରୋଲ ଦର ଆମେ 50 ଟଙ୍କା 2017 ରେ 50 ଟଙ୍କା ଥିଲା। ଏବେ ବର୍ତ୍ତମାନ ମନେକର ଗୋଟେ ଏମଏଲଏ ଗାଡି ଧରିକି ଯିବ 50 ଟଙ୍କାରେ ଆମେ ପେଟ୍ରୋଲ ପକଉଥିଲୁ, ଏବେ ବର୍ତ୍ତମାନ 100 ଟଙ୍କା ହେଲାଣି। ତେଣୁ ମୋର ଯୋଉ ଏକ୍ସପେନ୍ସେସ୍ ହଉଛି, ମୁଁ କନଷ୍ଟିଚୁଏନ୍ସି ବୁଲିବି, ମୁଁ କେମିତି ଖର୍ଚ୍ଚ କରିବି, ମୁଁ କୋଉଠୁ ପାଇବି? ମୋର ତ ଜମି ବାଡି ମୋର ତ ବିରାଟ ମୁଁ ଖାଲି ଗୋଟେ ପ୍ରଶ୍ନ ପ୍ରଦୀପ କୁ ପଚାରିବାକୁ ଚାହୁଁଛି। ପ୍ରଦୀପ ଆଉ ମୁଁ ଛାତ୍ର ଜୀବନରୁ ରାଜନୀତି କରିକି ଆସୁଛୁ ଆଜି ପର୍ଯ୍ୟନ୍ତ। ମୁଁ ଗୋଟେ ପ୍ରଶ୍ନ କରିବାକୁ ଚାହୁଁଛି ପ୍ରଦୀପ, ମତେ କୁହ ଏଇ ଯୋଉ ଦରମା ବଢିବାର ଆଧାରଟା କଣ? ଏଇ ଯୋଉ ଏମଏଲଏ ମାନଙ୍କ ପରିବାର ପାଇଁ ଆମେ ଦେଖି କଥାଟା କରୁଛେ, ନା ଏମଏଲଏ ମାନଙ୍କର କନଷ୍ଟିଚୁଏନ୍ସି ଗସ୍ତ ପାଇଁ କଥାଟା କରୁଛେ ଆମେ, ବା ଏମଏଲଏ ମାନଙ୍କର ରାଜନୈତିକ କାର୍ଯ୍ୟକ୍ରମ କରିବା ପାଇଁ କଥା କହୁଛେ? ତୁମେ ବି ଜାଣିଛ ପ୍ରଦୀପ, ମୁଁ ବି ଜାଣିଛି ଯେ ଏମଏଲଏ ମାନଙ୍କର ଏଇ ଯୋଉ ଦରମା ଉପରେ ସେମାନେ ନିର୍ଭର କରନ୍ତି ତାଙ୍କର ପଲିଟିକାଲ ୱାର୍କ ପାଇଁ। ସେମାନେ ପଲିଟିକାଲ ଯୋଉ ୱାର୍କ କରନ୍ତି, ସେମାନେ ବିଭିନ୍ନ ସୋର୍ସ ରୁ ସେମାନେ ଚାନ୍ଦା ଆଦାୟ କରନ୍ତି। ଏଇଟା ତୁମେ ଜାଣିଛ, ମୁଁ ବି ଜାଣିଛି। ମୋର ପ୍ରଶ୍ନ ହଉଛି, ଦରମା ବଢେଇବା ସହିତ ଏ ଯୋଉ କଥା ଗୁଡିକୁ ଲିଙ୍କ କରିବାର କୌଣସି ଆବଶ୍ୟକତା ନାହିଁ। ଓନ୍ଲି ଗୋଟେ ଆବଶ୍ୟକତା ହଉଛି କଣ, ଯେ ଗୋଟେ ପବ୍ଲିକ ରିପ୍ରେଜେଣ୍ଟେଟିଭ ତାର କିଛି ଆଲାଉନ୍ସ ରହିବା ଦରକାର, ସୋ ଦ୍ୟାଟ ତାର ଗୋଟେ ସିଏ ତାର ନିଜର ବ୍ୟକ୍ତିଗତ ଯୋଉ ପାରିବାରିକ ଖର୍ଚ୍ଚଟା ତା ପାଇଁ ସେ କାହା ଉପରେ ଡିପେଣ୍ଡ କରିବ ନାହିଁ। ଏଇଟା ଗୋଟେ ମୁଁ ମାନୁଛି। କିନ୍ତୁ ରାଜନୈତିକ କଥା କାର୍ଯ୍ୟକ୍ରମ କରିବା ପାଇଁ ଯେ ତାକୁ ଫଣ୍ଡିଂ କରିବ ଷ୍ଟେଟ ର, ଏଇ କଥାଟା ମତେ କାହିଁକି ଠିକ ଲାଗୁନାହିଁ। ଏବଂ କେତେ ପରିମାଣରେ ବଢିବ, ମୋର ସେଇ ପ୍ରଶ୍ନ। 2.5 ଲକ୍ଷରୁ 2.5 ଲକ୍ଷକୁ ଯିବା ପଛରେ କାରଣଟା କଣ? ତୁମେ କୋଉ ରାଜ୍ୟରେ ଅଛ? ତୁମେ ମହାରାଷ୍ଟ୍ରରେ ଅଛ ନା ତେଲେଙ୍ଗାନାରେ ଅଛ? ତୁମେ ପରା ଓଡିଶାରେ ଅଛ, ଯୋଉଠି ଲୋକ ଆମ୍ବଟାକ ଖାଉଛନ୍ତି। ତୁମେ ପରା ଓଡିଶାରେ ଅଛ, ଯୋଉଠି କି 5,000 ଟଙ୍କା ହଉଛି ଆମର ଚାଷୀ ମାନଙ୍କର ଇନକମ। ଆମେ ପରା ସେଇଠି ଅଛୁ ଯୋଉଠି ଲୋକମାନେ ବାସ୍ତବରେ ଆଜି ପର୍ଯ୍ୟନ୍ତ ବି ସେଇ ଟଙ୍କିକିଆ ଚାଉଳରେ ବଞ୍ଚୁଛନ୍ତି। ଆମେ ଯଦି ଏଇଭଳିଆ ଷ୍ଟେଟ ରେ ଅଛୁ ଆଜି, ଆଉ ଏମଏଲଏ ମାନେ ଯୋଉମାନେ ପିପୁଲ୍ସ ରିପ୍ରେଜେଣ୍ଟେଟିଭ କହୁଛନ୍ତି ବା ଲୋକମାନଙ୍କର ପ୍ରତିନିଧି କହୁଛନ୍ତି, ଆମେ ପ୍ରତିନିଧି ହିସାବରେ କଣ ଆଦର୍ଶ ଦେଖଉଛେ, ଆମେ କଣ ମେସେଜ ଦଉଛେ? ମୁଁ ସେଦିନ ମୋର ନିର୍ବାଚନ ସଭାରେ ମନୋରଞ୍ଜନ, ମୋ ନିର୍ବାଚନ ସମୟରେ ମୁଁ କହିଥିଲି, ଯଦି ମୁଁ କେବେ ବିଧାୟକ ହିସାବରେ ନିର୍ବାଚିତ ହେଇଥାନ୍ତି ବା ହୁଏ, ମୁଁ ଦରମା ନେବି ନାହିଁ। କାହିଁକି ନା ମୁଁ ରାଜନୀତିକୁ ଏକ ବ୍ୟବସାୟୀ ଭାବରେ, ଏକ ପ୍ରଫେସନ ଭାବରେ ଦେଖୁନି। ରାଜନୀତି କାମ କରିବା ପାଇଁ ଚାନ୍ଦା ଉଠେଇବେ ସୁଦର୍ଶନ ବାବୁ, ଯଦି ଆପଣ ପଇସା ପିସି ନେବେ, ସରକାର ରୁରାଲ ୱାର୍କସ ଇଣ୍ଡଷ୍ଟ୍ରି ଏରୁ ସବୁ ପିସି ନେବେ। ଆଜି ବି ମୁଁ କହି ରଖିବାକୁ ଚାହେଁ, ରାଜନୀତିରେ ମଧ୍ୟ ସ୍ୱଚ୍ଛତା ରହିପାରିବ। ଆମେ ଯୋଉ ଭଳି ଭାବରେ କାମ କରୁଛେ, ରାଜନୀତିକୁ ଯୋଉ ଢଙ୍ଗରେ ଦେଖୁଛେ, ନେଇଯାଇଛେ, ଆମେ ବାସ୍ତବରେ ବହୁତ ଆଗକୁ ପଳେଇଛି। ପଛକୁ ଫେରିବା ବହୁତ କଷ୍ଟ, ମୁଁ ମାନୁଛି। ତା ସତ୍ତ୍ୱେ ମଧ୍ୟ ମୁଁ ଯେତେ ପ୍ରକାର କାର୍ଯ୍ୟକ୍ରମ, ଜଳେଶ୍ୱର ତ କେହି ଗୋଟେ କହିପାରିବନି କୋଉ ଅଫିସର ପାଖରୁ ମୁଁ ଚାନ୍ଦା ନିଏ ବୋଲି, କେହି କହିପାରିବନି। ନୋବଡି କ୍ୟାନ୍ ଟେଲ୍। ଏବଂ ଯାହା କାର୍ଯ୍ୟକ୍ରମ ମୁଁ କରୁଛି, ମୋ ସାଙ୍ଗସାଥୀ ମାନେ ମତେ ଡୋନେଟ କରନ୍ତି। I want to clearly say you ମନୋରଞ୍ଜନ, ଆଜି ପର୍ଯ୍ୟନ୍ତ ଯୋଉ କାର୍ଯ୍ୟକ୍ରମ ମୋର କରେ, ମୁଁ କୌଣସି ଅଫିସର ପାଖରୁ ଚାନ୍ଦା ନିଏ ନାହିଁ। ଆପଣ ପଚାରି ଦିଅନ୍ତୁ, ଭେରିଫାଇ କରିଦିଅନ୍ତୁ, ମୁଁ ଚାନ୍ଦା ଆଜି ପର୍ଯ୍ୟନ୍ତ କାହା ପାଖରୁ ନେଇନି। ମୁଁ ଯାହା କାମ କରେ, ମୋ ସାଙ୍ଗସାଥି ମାନେ ସେମାନେ ମତେ ସପୋର୍ଟ କରନ୍ତି, ତାହାରି ଉପରେ ମୁଁ ରାଜନୀତି କରେ। ଏବଂ ସେଇଥିପାଇଁ ଏଇଥର ନିର୍ବାଚନରେ ମୋର ଗୋଟେ ବହୁତ ବଡ ଅନୁଭୂତି ହେଲା ଯେ ତୁମ ପାଖରେ ଯଦି ପଇସା ନାହିଁ, ତୁମେ ରାଜନୀତି କରିବା ଉଚିତ ନୁହଁ। ଏଇ ମୋର ଅତି ବିଟର ଏକ୍ସପିରିଏନ୍ସ ଆଇ ହ୍ୟାଡ ଇନ ଦିସ୍ ଇଲେକ୍ସନ। ସୋ ମୋର କହିବା କଥା
जे स्टिल देन आमे केते जण माने जो माने भाबुचु राजनीति होउछु गुटे सेवा लोकंकर सेवा मु भाबुची आमे सेइतिर रहिबा आमे हेला हेला नहोले नाही कोगला सेटू हाँ प्रदीप बाबू जे जदि जड़े टंका ହଁ ନାଇଁ ଏଇଟା 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 ଟଙ୍କା ଏଇଟା ଯୋଉମାନେ ନଉଛନ୍ତି ସୁଦର୍ଶନ ସେମାନେ ସୁଦର୍ଶନ ପ୍ରକୃତରେ ନାୟକ ସରକାରଙ୍କ ଉପରେ ମାନେ ନିର୍ଭରଶୀଳ ନୁହନ୍ତି ପ୍ରଦୀପ ବାବୁ ଏମଏଲଏ ମାନେ ସେମାନେ ପଲିଟିକାଲ ଚାନ୍ଦା ଉଠାନ୍ତି ଏ ଟଙ୍କା ଖାଲି ବଢେଇବା ପାଇଁ ବଢାଯିବ ଯାହା ସୁଦର୍ଶନ ବାବୁ କହିଲେ ଶୁଣନ୍ତୁ ମୁଁ ସେଇ ପଏଣ୍ଟରେ କହୁଛି ଯେ ଆମେ ଜାଣିଛୁ ବିଧାୟକ ମାନେ କେମିତି ପଇସା କୋଉଠୁ ଇନକମ କରନ୍ତି କୋଉଠୁ ପଇସା ଆସେ कंपनी मान ଆପଣ ବେଶୀ पैसा आनती ଜାଣିଥିବେ ପ୍ରଦୀପ ବାବୁ शुणु कंपनी मान पैसा आनती पीसी नियंती विभिन्न जगह चांदा आनती विभिन्न पोस्टिंग ट्रांसफर पैसा करैकिरी पैसा कमाती एटा कॉमन कथा हम जानिछु ओडिशा राजनीति रे हम देखुछु आमे कोन सेगुडा को लेगलाइज करबा कि जेहेतु आगे हमर तमर साडू इनकम अछि आउ दरमा बढ़नी लक्ष्य जो पाउ नहीं नहीं 1 पॉइंट प्रदीप 1 पॉइंट 2.5 लाख टंका देई देले तुम एमएलए माने पीसी नेबे नहीं कि नहीं 2 लाख नहीं 2 लाख भी हो 2 लाख भी हो 2 लाख देले से माने देबे नहीं कि से माने चांदा नेबे नहीं कि से माने पीसी नेबे नहीं कि आपण शुणु मु 2.5 लाख कथा कि 1.5 लाख कथा 2 लाख कथा कि 5 लाख कथा मु कहिन से कथा मु इन प्रिंसिपल कहली जे वर्तमान आमे जो भड़ा देखुछु दरदाम बढ़ुची खर्च बढ़ुची आवश्यकता बढ़ुची से दृष्टिରୁ जणे एमएल ऑनेस्टली पब्लिक सर्विस करिया पई काम करिया पई आपण सैलरी वार्ड अढ़ाई लक्ष देला परे करप्शन बंद हे जिवो कि आउ चांदा नेबे नाही पीसी नेबे नाही मु पीसी मु चालू से कथा चांदा चालिबो दरमा भी बढ़िबो या ठीक की प्रदीप बाबू मु एग्जैक्टली ए कथा कहूची जेते बेला आमे कहूछु जे ओडिसा दुर्नीति भ्रष्टाचार बंद हो तेणु पीसी कल्चर बंद करा जिवो पीसी कल्चर जदि बंद करा जिवो तेणु एमएलए माने आउ पीसी नेबे नाही कॉर्पोरेट हाउस रू माल चांदा आदाय करिवे नाही ट्रांसफर पोस्टिंग रे लाख लाख टका नेबे नाही ये काम गुड़ाक सबू को हमको बंद करिया पड़ो जो एमएलए माने कहउछन्ती सेमान गोटे एफिडेविट फाइल करंतु स्टेट मॉनिटरिंग हबो जे यही काम सेमान आउ करिवे नाही जेन्युइनली केते पैसा खर्च हो दरकार गोटे एक्सपर्ट टीम करा जाऊ आपण गोटे एक्सपर्ट टीम करा जाऊ एमएलए माने निजे निष्पत्ति नेबेनी असेंबली रेजोल्यूशन करिगिरी जे एति बढ़ा हला हम एति बढ़ाई दियो मु से कथा भी कहूनी केते रिक्वायरमेंट एक्चुअली जने विधायक माने एफिडेविट दियंतु जे दरमा बढ़िबो प्रोवाइडेड जदि आपण आउ काटरू लांच नेबे नाही पीसी नेबे नाही ताले जे दरमा बढ़िबो ए एफिडेविट कंडीशनल एफिडेविट आपरे जे दरमा बढ़िबो सुदर्शन बाबू क्विकली नहीं एटा उडा अबास्तव कथा जे सेमाने एफिडेविट करिवे हमें लांच नबु नाही तामाने से लांच नउतले तामाने तेणु से कथा आदु संभव हो सेटा एफिडेविट करिवा नउछंती आपनकर सब दलर नेता माने लांच नउ नतले नउचंती एबे भी पीसी नउचंती एबे कहू नांती 12% 20% जो कटा जाउ नेताମାନଙ୍କର ଦରମା କାହିଁକି ବଢିବ ପବ୍ଲିକ सर्विस ପାଇଁ ଏ ଗୋଟେ ପ୍ରଶ୍ନ अरे ତ ବହୁତ एमएलए लाडे एमपी लाडे जो कटा जाउची पीसी एबे भी कटा जाउची जो माने एमएलए माने एमपी माने विरोध रे कहउछंती तांको एमएलए लाडे पीसी किन कटा होउची एटा तो कथा ओडिसा रे जदी तम पीसी कटा करिकरी आपण को रोकी परिबे दरमा सही मानकर बढ़िबो जे एफिडेविट देबे जे हमें आउ पीसी नबु नाही सुन गोटे सिस्टम रे भ्रष्टाचार दुर्नीति बंद करिया पई आमर से बळे भाबरे हमकु स्ट्रिजेंट लॉ करिया पड़िबो मॉनिटरिंग करिया पड़िबो कार्यकारी करिया पड़िबो हमकु किछि गोटे मेकानिज्म डेवलप करिया पड़िबो प्रसंग कथा होजी आपण देखंतु ओडिसा रे जदी 20 रु 25% पीसी जाए जदी हमर 1 लाख कोटी टका कि 2 लाख कोटी टका बजेट जदी पीसी गला 20 रु 25% केते केते हजार कोटी टका पीसी गला गोटे वर्ष रे आपण चिंता करंतु तो ये जो लार्ज स्केल पीसी होउची जेतो मंत्री विधायक माने पीसी नउसुंदी अफसर मान सेमान त नउसुंदी आमे ताको दबा पई आमे नउचु ताका पॉलिटिकल चांदा मुंड नउसुंदी ताकर चलिया पई नउसुंदी पीसी कटा जाउची तो आमे करूछु तो एई जो नेफारियस एक्टिविटी चाली जे ब्यूरोक्रेसी रे बा पॉलिटिकल सिस्टम रे आकु केमिति आपण बंद करी तो यू हैव टू डेवलप सर्टेन मैकेनिज्म एफिडेविट द्वारा बंद करिया माने एना दरमा नियंतु आउ एफिडेविट दियंतु जे आपण पीसी नेबेनी ताले जे आपण को दरमा बढ़िबो कंडीशनल गोटे कंडीशन इंपोज करा जाऊ कुंदु हैं आपण को प्रैक्टिकल लागु के कथा मते कहउछंदी आज्ञा
ମତେ ହଁ ମୁଁ କହୁଛି ହେଇପାରିବ କାହିଁ ହବନି କରାଯାଇ ପାରିବ ହଁ କାହିଁ ହବନି we ସୁଦର୍ଶନ have to ବାବୁ introduce certain ନାଇଁ ମୁଁ ଭାବୁଛି କୁହନ୍ତୁ ଶୁଭୁଛି ଏଇଟା ପୁରାପୁରି ଇମ୍ପ୍ରାକ୍ଟିକାଲ, ଏଇଟା ସମ୍ଭବ ନୁହଁ ଯେ ଏମଏଲଏ ମାନେ ଏଫିଡେଭିଟ କରିବେ, କହିବେ ଆମକୁ 2.5 ଲକ୍ଷ ଟଙ୍କା ଦରମା ଦିଅ ଆଉ ଆମେ ପିସି ନବୁ ନାହିଁ, ଚାନ୍ଦା ନବୁ ନାହିଁ। ଏ କଥାଟା ଆଦୌ ସମ୍ଭବ ନୁହଁ, ପ୍ରାକ୍ଟିକାଲ ନୁହଁ। ମୋର ମୋର ଖାଲି ଗୋଟେ ଏପିଲ କରିବା କଥା ଏମଏଲଏ ମାନଙ୍କୁ, ଆମ ବନ୍ଧୁ ମାନଙ୍କୁ, ଯେ ଆପଣ ମାନେ ଏଭଳି ଭାବରେ ତାକୁ ମୁଁ ସେ ୱାର୍ଡ ଟା କଣ କହିବି, ଏଭଳି ଭାବରେ ଆପଣ ନିଷ୍ପତ୍ତି ନିଅନ୍ତୁ ନାହିଁ ଯୋଉ ନିଷ୍ପତ୍ତିରେ କି ଆପଣଙ୍କୁ ଲୋକ ହସିବେ। ଆମ ରାଜ୍ୟର ଅବସ୍ଥା ଦେଖିକି, ଆମ ଯୋଉ ଅଛନ୍ତି ହଜାର ହଜାର ଯୋଉମାନେ ଅଛନ୍ତି, ଏଇ ଯୋଉ ଇଏ ଆଉଟସୋର୍ସିଂ ଏମ୍ପ୍ଲୟି ଅଛନ୍ତି, ଯୋଉମାନେ 10-12 ହଜାର ଟଙ୍କାରେ ଖଟୁଛନ୍ତି, ଆଉ ବହୁତ ଚାଷୀ ମାନେ କି ଅନ୍ୟମାନେ ଯୋଉମାନେ ପ୍ରାଇଭେଟ ସେକ୍ଟରରେ କାମ କରୁଛନ୍ତି, ବହୁତ କମ ଦରମାରେ କାମ କରୁଛନ୍ତି, ଏବଂ ଆମର ସେଇଭଳି ଗୋଟେ ଆର୍ଥିକ ସଚ୍ଛଳତା ନାହିଁ। ଆଉ ତାହାରି ଭିତରେ ଆମେ ଏମଏଲଏ ହେଇକି, ଆମେ ଲୋକପ୍ରତିନିଧି ହେଇକି କଣ ଏକ୍ସାମ୍ପଲ ସେଟ କରୁଛେ? ଆମେ ଯଦି ଆମ ପାଇଁ 2.5 ଲକ୍ଷ ଟଙ୍କା ଦରମା ମାଗିବା, ଆମେ ତାହା ଲୋକଙ୍କ ସାମ୍ନାରେ ଅତ୍ୟନ୍ତ ତ ଆପଣ ନ୍ୟୁନ କହୁଛନ୍ତି ବିଧାୟକ ନ୍ୟୁନ ମାନେ ହେଇଯିବ। ଦରମା ବଢେଇ ପାରିବେନି, ନିଜେ ନିଜର ଦରମା ବଢେଇ ପାରିବେନି, ତାହେଲେ କିଏ ବଢେଇବା ଉଚିତ ସୁଦର୍ଶନ ବାବୁ? ନାଇଁ, ଯୋଉ କଥା ପ୍ରଦୀପ କହୁଥିଲେ ମୁଁ ସେ କଥାରେ ବଢିବ ନା ଏକମତ। ନାହିଁ ପ୍ରଥମ କଥା ହଉଛି ବଢିବ ନା ନାହିଁ, ଯଦି ବଢିବ କିଏ ବଢେଇବ, ଦିଟା କଥା କୁହନ୍ତୁ। ନାଇଁ ନାଇଁ, ଯଦି ପ୍ରଦୀପ ବଢିବ ଯୋଉ ନାହିଁ କଥା ତାହେଲେ ଆମେ କହୁଥିଲେ, ଲକ୍ଷ ଟଙ୍କା ପାଉଛନ୍ତି ଏମଏଲଏଙ୍କ ଦରମା ବଢିବ କି ନାହିଁ ଏ ନିଷ୍ପତ୍ତି କିଏ ନବ, କେତେ ବଢିବ ଏ ନିଷ୍ପତ୍ତି କିଏ ନବ? ସୁଦର୍ଶନ ବାବୁ ପ୍ରଥମେ ଆପଣ ଏବଂ କୁହନ୍ତୁ। କେତେ ଦିନ ପର୍ଯ୍ୟନ୍ତ ବଢିବନି? ଆପଣ କହିବେ ନା 100 ବର୍ଷ ପାଇଁକା ଏମଏଲଏଙ୍କ ଦରମା ବଢିବନି, ଏଇଟା ହୁଁ ଏଇଟା କଣ ଯୁକ୍ତି କି? ନା ନାଇଁ ଆଗକୁ ନିଶ୍ଚିତ। ତାଙ୍କର ଜୀବନରେ ଦରମା ନ ବଢୁ, କେବେ ବଢିବା ଦରକାର ନାହିଁ। ଯେତିକି ହାଉସ ରେଟ୍ ଆଲାଉନ୍ସ ପାଉଛନ୍ତି ସେତିକି ପାଆନ୍ତୁ ଜୀବନ ସାରା, ଯେତିକି ଟ୍ରାଭେଲ ଆଲାଉନ୍ସ ପାଉଛନ୍ତି ଜୀବନ ସାରା ସେତିକି ପାଆନ୍ତୁ। କୋଉଟା ତାହେଲେ ଯୁକ୍ତିଟା ମୁଁ ଆଦୌ କୁହନ୍ତୁ? ତ ଏ ଜୀବନ ସାରା ନିଷ୍ପତ୍ତି କିଏ କହି ନବ ନାହିଁ। ସୁଦର୍ଶନ ବାବୁ? ଆପଣ ତାହେଲେ ମୁଁ କୁହନ୍ତୁ, ଗୋଟେ ମୋରାଟୋରିୟମ ଟାଇମ ଦିଅନ୍ତୁ ଆଜ୍ଞା, 10 ଇୟର୍ସ ପର୍ଯ୍ୟନ୍ତ ବଢିବ ନାହିଁ। ଏଇ ଲୋକ ଏଇମାନେ ନିଷ୍ପତ୍ତି ନବା ଦରକାର ଦରମା ବଢେଇବା ପାଇଁ। ଗୋଟେ ଯୁକ୍ତିସଙ୍ଗତ କଥା କୁହନ୍ତୁ, ଆପଣ ଆଇଡିଆଲିଷ୍ଟିକ ଭ୍ୟୁ ଦିଅନ୍ତୁନି ଯେ ଆଜ୍ଞା ମୁଁ ଏ ଚାନ୍ଦା କହୁଛି ସମସ୍ତେ ଚାନ୍ଦାରେ ଚଳିବେ। ଚାନ୍ଦା କାହିଁ ମାଗିବେ? ଏମଏଲଏ ଜଣେ ଏମଏଲଏ ହବ, ଚାନ୍ଦା କାହିଁ ଯିବ ମାଗିବା ପାଇଁ? ଆଉ ତା ପାଖକୁ କର୍ପୋରେଟ ହାଉସ କାହିଁ ଚାନ୍ଦା ମାଗିବ? ଠିକାଦାର ମାନଙ୍କୁ କାହିଁ ଚାନ୍ଦା ମାଗିବ? ତୋ ବିଲ୍ କରିଦି ମତେ ଚାନ୍ଦା ଦେ, ସେ କାହିଁ କରିବେ କାମ? କେମିତି କରିବ ତାହେଲେ ସେ? ହାଉ ୱିଲ୍ ଡେଲିଭର ଦିସ୍ ସର୍ଭିସ ଟୁ ଦି ପିପୁଲ? ସେ ନାଇଁ, ଯିବ ମୋର ନା ଗାଡିରେ ଯିବ, ଘରକୁ ମୋର ଯିବ, ଖାଇବ। କୁହନ୍ତୁ। ମୋର ସୁଦର୍ଶନ ବାବୁ କଥା କହିଥିଲେ, ପ୍ରଦୀପ, ତାହେଲେ ଏମଏଲଏଙ୍କ ମୋର ଦରମା ବଢେଇବା ନିଷ୍ପତ୍ତି କିଏ ନେବେ? ମୋର କହିବା କଥା ହଉଛି, ଏମଏଲଏଙ୍କ ଦରମା ବଢିବା କଥା ନିଷ୍ପତ୍ତି ସରକାର ନେବେ, ନିଶ୍ଚିତ ଭାବରେ ସରକାର ହିଁ ପଇସା ଦେବେ, କିନ୍ତୁ ସେ ନିଷ୍ପତ୍ତିଟା ନେଲା ବେଳକୁ ଗୋଟେ ଜୁଡିସିୟସଲି ନବା ଦରକାର। ଜୁଡିସିୟସଲି ନବ କିଏ? ଯାହା ପ୍ରଦୀପ କହୁଥିଲେ ତାଙ୍କ କଥାରେ ମୁଁ ଏକମତ, ଯେ ଗୋଟେ ସେମିତି ଗୋଟେ କମିଟି ହଉ, ଯୋଉ କମିଟିରେ କି ଏ କଥା ଗୁଡିକ ପଡୁ, ଆଲୋଚନା ହଉ, ସେ ଏବଂ କମିଟିରେ କିଏ ବାସ୍ତବରେ ସବୁ ଗୋଟେ ରହିବେ, ଯିଏ ବିଧାୟକଙ୍କ ଦରମା ସମ୍ପର୍କରେ ନିଷ୍ପତ୍ତି ନେବେ? ଏମିତି ହେଇପାରେ, ଆମେ ଫାଇନାନ୍ସ ଡିପାର୍ଟମେଣ୍ଟରୁ ରହିପାରନ୍ତି ଲୋକ, ସିଭିଲ ସୋସାଇଟିର ଲୋକ ରହିପାରନ୍ତି, ଜୁଡିସିଆରୀ ଲୋକ ରହିପାରନ୍ତି, ଏମାନଙ୍କୁ ନେଇକି ବ୍ୟାଙ୍କର, ଚାର୍ଟର୍ଡ ଆକାଉଣ୍ଟାଣ୍ଟ, ଫାଇନାନ୍ସ ବ୍ୟାଙ୍କର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରହିପାରନ୍ତି, ଏମାନଙ୍କୁ ନେଇ ଗୋଟେ କମିଟି ହେଇପାରେ, ଏବଂ ସେଇ କମିଟି ମାନେ ଆକଳନ କରିବେ ବାସ୍ତବରେ ଏଇ ଯୋଉ ଇନଫ୍ଲାସନ ହଉଛି, ସେଇ ଇନଫ୍ଲାସନ କୁ ଦୃଷ୍ଟିରେ ରଖିକି, ଏବଂ ଆମ ଓଡିଶାର ଅନ୍ୟ ଏମ୍ପ୍ଲୟି ମାନଙ୍କର ବା ଅନ୍ୟ ଯୋଉ ବର୍ଗ ଅଛି ଯୋଉମାନଙ୍କର ଇନକମ କେତେ, ଏବଂ ସେଠି ଗୋଟେ ଜନପ୍ରତିନିଧିର କେତେ ରହିବା ଦରକାର, ତାର ରହିବା କେତେ ଦରକାର, ତାର ଦରମା କେତେ ହବା ଦରକାର, ତାକୁ ସେମାନେ କରିପାରିବେ, କରିକି ଗୋଟେ ରେକମେଣ୍ଡ କରିପାରିବେ। ଆଉ ଆସେମ୍ବଲି ଭିତରେ ସମସ୍ତେ କିନ୍ତୁ ଏକ ହେଇଯିବେ। ଭାରତବର୍ଷର କୋଉ ଜାଗାରେ ଏଭଳିକି ପାର୍ଲାମେଣ୍ଟରେ ମଧ୍ୟ ଏମପି ମାନଙ୍କ ଦରମା ସମ୍ପର୍କରେ ଏ ନିଷ୍ପତ୍ତି କେବେ ହେଲେ ଉଦାହରଣ ନାହିଁ ଯେ ବାହାରୁ କିଏ ଆସି ନିଷ୍ପତ୍ତି ନେଉଛି ଏମଏଲଏଙ୍କ ଏମପିଙ୍କର ଦରମା ବଢିବା ସମ୍ପର୍କରେ। ଏ କାମ କଣ ଓଡିଶା କରିପାରିବ? ଆଗରୁ ମନୋଜ ବାବୁ, ଆଗରୁ କଣ ଥିଲା? ଆଗରୁ ମୋର କଣ ଆଉ ଥିଲା ଦରମା? ଆଗରୁ କଣ ଥିଲା? ଯୋଉମାନେ ସବୁ ରାଜନୀତି କରୁଛନ୍ତି ଦରମା ମାଗୁଥିଲେ? ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନ ପରେ ପରେ ଯୋଉମାନେ ସବୁ ଆସେମ୍ବଲି କୁ ଆସିଲେ, ପାର୍ଲାମେଣ୍ଟ କୁ ଆସିଲେ, ସେମାନେ କଣ ଦରମା ମାଗୁଥିଲେ? ସେମାନେ ନା ସ୍ୱାଧୀନତା ସଂଗ୍ରାମରେ ଯୋଉମାନେ ଭାଗ ନେଇଥିଲେ ସେମାନେ କିଛି ଲୋକ ତ ଫେରେଇ ଦେଇଛନ୍ତି ନା ତାଙ୍କର, ସେମାନେ ତାଙ୍କର ଆଲାଉନ୍ସ ନଉନାହାନ୍ତି ନା, ଭତ୍ତା ନଉନାହାନ୍ତି ନା। ଏକ୍ସାମ୍ପଲ ଅଛି। କାହିଁ କହୁଛନ୍ତି ମାନେ ଏମିତି ଯେ ଆମେ କୋଉଠି ହେଇନି, ଏଠି ହବନି? ଲେଟ୍ ଅସ୍ ସେଟ୍ ଏକ୍ସାମ୍ପଲ। ଅସୁବିଧା କୋଉଠି ଅଛି?
ଆପଣ ଗୋଟେ ସେଟ୍ କରନ୍ତୁ ଯଦିଓ ଏହା ସମ୍ଭବ କି ଭାରତ ବର୍ଷରେ ଓଡିଶା ଗୋଟେ ଉଦାହରଣ ତିଆରି କରିବ ଏଇଭଳି ଗୋଟେ ନିଷ୍ପତ୍ତି ନେଇ ଶୀତ ପ୍ରଧାନ ଘଟଣା ହଉଛି ଚାହିଁଲେ ସରକାର ଚାହିଁଲେ କରିପାରିବେ। ଆପଣ ଯେମିତି ଜାଣନ୍ତି ଯେ ମନିଟାଇଜେସନ ହେଲା ଆମେ ଜୀବନରେ ଭାବି ନଥିଲୁ ଯେ ଟଙ୍କାଟା କେବେ ଗୋଟେ ଚେଞ୍ଜ ହେଇଯିବ ବୋଲିକା, କିନ୍ତୁ ସେଟା ଗୋଟେ ପ୍ରାକ୍ଟିକାଲ ଆମେ ଦେଖିଲୁ ଆମ ଜୀବନରେ। ତେଣୁକରି ଯଦି ସରକାର ଗୋଟେ ଚାହିଁବେ ନିତ୍ୟ ନିଷ୍ପତ୍ତି ଗୋଟେ ଏକ୍ସପର୍ଟ ଟିମ୍ ଆକୁ ନିଷ୍ପତ୍ତି ନେଉ ସେଟା କରାଯାଇ ପାରିବ। ମୁଁ ଆଉ ଗୋଟେ ସଜେସନ ଦଉଥିଲି ଯେହେତୁ ଆଲୋଚନା ହଉଛି ଯେ ସେଣ୍ଟ୍ରାଲ ଫାଇନାନ୍ସ କମିଶନ ଯେମିତି ପ୍ରତି 5 ବର୍ଷିଆ ଗୋଟେ ବଜେଟ ତାଙ୍କର ନୀତି ନିର୍ଦ୍ଧାରଣ କରନ୍ତି ଫର ଦି ଫାଇନାନ୍ସିଆଲ ଏକ୍ସପେନ୍ସେସ୍ ଇନ୍ ଦ କଣ୍ଟ୍ରି, ସେମିତି ବି ମଧ୍ୟ ବି ସେଣ୍ଟ୍ରାଲ ଫାଇନାନ୍ସ କମିଶନକୁ ବି ଦାୟିତ୍ୱ ଦେଲେ ସିଏ ବି ରେକମେଣ୍ଡ କରିପାରନ୍ତି ଯେ ଏ 5 ବର୍ଷ ପାଇଁକା ଦରମା ଭତ୍ତା ଆଲୱାନ୍ସ ଏତିକି ଏତିକି ଏମପି ଏମଏଲଏ ମାନଙ୍କ ପାଇଁ ରହିବ ଓଭରଅଲ କଣ୍ଟ୍ରିର କି ଷ୍ଟେଟ ୱାଇଜ ହଉ କି କଣ୍ଟ୍ରି ୱାଇଜ ହଉ, ସି ଗୋଟେ ବି ସେଭଳି ଗୋଟେ ପ୍ରସ୍ତାବ ବି ଦିଆଯାଇପାରେ। କିନ୍ତୁ ବିଧାୟକ ମାନେ ନିଜ ଦରମା ବଢିବ ନିଜେ ହାତ ଟେକି ରେଜୁଲେସନ କରିବେ ସେ ଫେଭରରେ ମୁଁ ଆଦୌ ନୁହେଁ। ସେଟା ହଉଛି ଗୋଟେ ମାନେ କଣ କୁହାଯିବ ଅଣ୍ଡେମୋକ୍ରାଟିକ ଡିସିସନ ବୋଲି କୁହାଯିବ। ମନ ଇଚ୍ଛା ନିଜର ଦରମା ବଢିବା ପାଇଁ ନିଜେ ଗୋଟେ ନିଷ୍ପତ୍ତି କରିବେ ସେ ପ୍ରକ୍ରିୟା ବିଧାୟକ ମାନେ ନିଜ ଦରମା ନିଜେ ବଢେଇବା ଉଚିତ ନୁହେଁ, ଏଥିରେ ଆପଣ ମାନେ ଏକମତ। ବଡ କଥା ହଉଛି ଦରମା ପ୍ରଥମେ ବଢିବା ଉଚିତ କି ନୁହଁ, ଆଉ ଯଦି ବଢିବ ଏ ନିଷ୍ପତ୍ତି କିଏ ନେବା ଉଚିତ। ଭାରତ ବର୍ଷରେ ଓଡିଶା ଗୋଟେ ନୂଆ ଉଦାହରଣ ସୃଷ୍ଟି କରୁ। ଯଦି ଦରମା ବଢିବ ସେ ନିଷ୍ପତ୍ତି ବିଧାୟକ ମାନେ ନ ନିଅନ୍ତୁ, ଅନ୍ୟମାନେ ନିଅନ୍ତୁ। ଯୋଉମାନେ ବିଧାୟକ ମାନଙ୍କର କାର୍ଯ୍ୟକ୍ରମକୁ ଦେଖୁଛନ୍ତି, ସେମାନଙ୍କର ଏଫିସିଏନ୍ସିକୁ ଦେଖୁଛନ୍ତି, ବଜାର ଦର କଣ ରହିଛି ତାକୁ ଦେଖୁଛନ୍ତି, କର୍ପୋରେଟ ଏମ୍ପ୍ଲୟି ସରକାରୀ ଏମ୍ପ୍ଲୟି ସେମାନଙ୍କର ଦରମାକୁ ଲକ୍ଷ୍ୟ କରୁଛନ୍ତି ଏବଂ ମହଙ୍ଗା କେତେ ହେଇଛି ଜିନିଷ, ଇନଫ୍ଲେସନ ମୁଦ୍ରାସ୍ଫୀତି କେତେ ହେଇଛି ତାକୁ ଲକ୍ଷ୍ୟ କରାଯାଉଛି। ଏସବୁକୁ ବିଚାରକୁ ନେଇ ବିଧାୟକକୁ ଛାଡି ଅନ୍ୟମାନେ ନିଷ୍ପତ୍ତି ନିଅନ୍ତୁ ଯେ ଆମ ସେବା କରୁଥିବା ବିଧାୟକ ମାନେ କେତେ ଦରମା ପାଇବେ। ଯୋଉମାନେ ଭୋଟ ଦେଇଛନ୍ତି ଦରମା ବଢିବାରେ ସେମାନଙ୍କର କିଛି ଭୂମିକା ରହିବା ଉଚିତ କି ନୁହେଁ। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଏବଂ ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ।